ପିଲାମାନେ ଗତ କ୍ଲାସରେ ଆମେ ହେ ମୋର କଲମ କବିତା ଆଲୋଚନା ପର୍ଯ୍ୟାୟ ସାରିଛେ। ଆଜି ଆମେ ହେ ମୋର କଲମ କବିତାର ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା କରିବା। ଯେଉଁ ପ୍ରଶ୍ନଗୁଡ଼ିକ ତୁମର ପରୀକ୍ଷାରେ ଆସିବ। ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା ପୂର୍ବରୁ ଆମେ କ'ଣ ପଢ଼ିଥିଲେ ବା କବିତା ଆଲୋଚନା ପର୍ଯ୍ୟାୟରେ କ'ଣ ଶିକ୍ଷା କରିଥିଲେ, ଆଉ ଥରେ ମନେ ପକାଇବା ପାଇଁ ଆଜି ଆମେ କବିତାର ସଂକ୍ଷିପ୍ତ ଆଲୋଚନା କରିବା। ତାପରେ ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା କରିବା। ପିଲାମାନେ ଆମେ ଜାଣିଛେ ହେ ମୋର କଲମ କବିତାଟି କବି ଗୋଦାବରୀଶ ମହାପାତ୍ରଙ୍କର ହେ ମୋର କଲମ କବିତା ପୁସ୍ତକରୁ ଆନିତ। ଏହି କବିତାରେ କବିଙ୍କର ବୈପ୍ଳବିକ ଚିନ୍ତାଧାରା ଅତି ସୁନ୍ଦର ଭାବରେ ପ୍ରକାଶ ପାଇଛି। କଲମ ନିରବରେ ବିପ୍ଳବର ଗାଥା ରଚନା କରୁଥିବାରୁ କବି କଲମକୁ ଚିର ବିପ୍ଳବୀ ଏବଂ ଚିର ମୌନୀ ବୋଲି ସମ୍ବୋଧନ କରିଛନ୍ତି। କଲମର ଶରୀର ଦୁର୍ବଳ ହେଲେ ମଧ୍ୟ, କଳେବର କ୍ଷୁଦ୍ର ହେଲେ ମଧ୍ୟ କଲମ ବିପ୍ଳବର ଗାଥା ରଚନା କରି ଏ ଧରା ପୃଷ୍ଠରେ କେତେ ହୃଦୟ ରୂପକ ମନ୍ଦିର ଏବଂ ବନ୍ଧୁର ଧରାତଳକୁ ଧରାଇ ପାରିଛି। ଆଜି ଯେତେବେଳେ କବି ଦେଖୁଛନ୍ତି ଏ ଉତ୍କଳୀୟ ମାନେ ଜଡ଼ ଏବଂ ମୃତବତ୍ ଶୋଇଯାଇଛନ୍ତି, ଏହି ମୃତ ଜଡ଼ବତ୍ ଜାତିକୁ ଜାଗ୍ରତ ଏବଂ ଉଦ୍ୟତ କରାଇବା ପାଇଁ କବି କଲମକୁ ଆହ୍ୱାନ କରିଛନ୍ତି, ତୁମେ ବିପ୍ଳବର ଗାଥା ରଚନା କର, ଏ ମୃତ ପ୍ରାୟ ଶୋଇଯାଇଥିବା ଜଡ଼ ଜାତିକୁ ତୁମେ ଜାଗ୍ରତ କରା। କଲମ ମୂଳରୁ ସୃଷ୍ଟ ବୈପ୍ଳବିକ ଶବ୍ଦମାନ ଧରାପୃଷ୍ଠରେ ଆଲୋଡ଼ନ ସୃଷ୍ଟି କରେ। ଏହି ବୈପ୍ଳବିକ ଗାଥା କେତେ ଜାତିର ମୁକ୍ତିର ପଥ ଉନ୍ମୋଚନ କରିଥାଏ। କଲମ ଧରାପୃଷ୍ଠରେ ଶକ୍ତିଶାଳୀ ଅସ୍ତ୍ର। କଲମ ନିକଟରେ କରବାଳ ଅର୍ଥ ଖଣ୍ଡା, ବଜ୍ର ଏବଂ ମୁଷଳ ଅର୍ଥ ଗଦା ଆଦି ଶକ୍ତିଶାଳୀ ଅସ୍ତ୍ରମାନେ ପରାଜୟ ବରଣ କରନ୍ତି। କଲମ ବିପ୍ଳବର ଗାଥା ରଚନା କରି ଧରାପୃଷ୍ଠରେ ବଡ଼ ବଡ଼ ପାହାଡ଼ ପର୍ବତକୁ ମଧ୍ୟ ଓଲଟାଇ କରେ, ସମୁଦ୍ରରେ ଅଗ୍ନି ସୃଷ୍ଟି କରେ ଏବଂ ମରୁଭୂମିରେ ଜଳର ପ୍ଲାବନ ବା ବନ୍ୟା ସୃଷ୍ଟି କରିପାରେ। ଚେଙ୍ଗିସ୍ ଖାନ୍ ଏବଂ ହିଟଲରଙ୍କ ଭଳି ଅତ୍ୟାଚାରୀ ଶାସକଙ୍କ ଶାସନର ପତନ ଘଟାଇପାରେ କଲମ ବା ଘଟାଇଛି କଲମ। କଲମ ଏ ଧରାପୃଷ୍ଠରେ ବିପ୍ଳବର ଗାଥା ରଚନା କରି ଅମର ଯଶ ବରଣ କରିପାରିଛି। ଏହି ଅଦ୍ୟୁତିନର ପୃଥିବୀ ପୃଷ୍ଠରେ କେତେ ସଭ୍ୟତା ସୃଷ୍ଟି ହୋଇଛନ୍ତି ଏବଂ ଜଳଫୁଟକା ସଦୃଶ ବା ପାଣି ଫୁଟକା ସଦୃଶ ମଧ୍ୟ ଲୀନ ହୋଇଯାଇଛନ୍ତି। କବିଙ୍କ କଲମ ଗୌତମ, ଶଙ୍କର, ଯୀଶୁ ଆଦି ମହାପୁରୁଷଙ୍କ ମହାନ ବାଣୀକୁ ଅମର କରି ରଖିପାରିଛି। କଲମ କାହାର ଗୁଣ୍ଡାମିକୁ ଖାତିର କରେ ନାହିଁ।
বা কাହାର ছଳନା ବା ପ୍ରତାରଣାରେ ଚାଲେ ନାହିଁ। କଲମର ବିପ୍ଳବ ସତ୍ୟ ଶିବ ସୁନ୍ଦର ଶାନ୍ତି ଆଦର୍ଶରେ ପରିଚାଳିତ। କଲମ ସମାଜରୁ ଶୋଷଣ ପେଷଣ ଦୂଷଣକୁ ଗୋଟିଏ ମାତ୍ର ଗାରରେ ଦୂରେଇ ପାରିଛି। ବିପ୍ଳବର ଗାଥା ରଚନା କରି କଲମ ଏ ଧରାପୃଷ୍ଠରୁ ସମସ୍ତ ଅନ୍ୟାୟ ଅତ୍ୟାଚାର ଅଧର୍ମକୁ ଦୂର କରି ସତ୍ୟ ଅହିଂସା ପ୍ରତିଷ୍ଠା କରିପାରିଛି। ତେଣୁ କବି କଲମକୁ ପରାକ୍ରମୀ ବା ଶକ୍ତିଶାଳୀ ଅସ୍ତ୍ର ବୋଲି ସମ୍ବୋଧନ କରିଛନ୍ତି ବା ବିବେଚନା କରିଛନ୍ତି। କଲମ ଯୁଗେ ଯୁଗେ ଅଶୀଠାରୁ ଶକ୍ତିଶାଳୀ ବା ଖଣ୍ଡା ଠାରୁ ଶକ୍ତିଶାଳୀ। ପିଲାମାନେ ଆମେ ଏବେ ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା କରିବା। କବିତାର ସୁନ୍ଦର ଆଲୋଚନା ପର୍ଯ୍ୟାୟରେ ଆମେ ଯାହା ଶିଖିଥିଲେ ଯାହା ମନେ ନଥିଲା ଆମେ କବିତାର ସଂକ୍ଷିପ୍ତ ଆଲୋଚନା ପର୍ଯ୍ୟାୟରେ ମନେ ପକାଇ ପାରିବା। ତାପରେ ଆମେ ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା କରିବା। ତାପରେ ଆଜିର କ୍ଲାସକୁ ବିରତି ଘୋଷଣା କରିବା। ଆମେ ପ୍ରଥମ ପ୍ରଶ୍ନକୁ ଯିବା। ପ୍ରଥମ ପ୍ରଶ୍ନ, ହେ ମୋର କଲମ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ଆସିଅଛି? ହେ ମୋର କଲମ କବିତାଟି କବିଙ୍କର ହେ ମୋର କଲମ କବିତା ପୁସ୍ତକରୁ ଆସିଅଛି। ଉତ୍ତର ହେଉଛି ହେ ମୋର କଲମ। ଦ୍ୱିତୀୟ ପ୍ରଶ୍ନ, କବି କାହାକୁ ଚିର ବିପ୍ଳବୀ ଓ ଚିର ମୌନୀ ବୋଲି କହିଛନ୍ତି? ପିଲାମାନେ ଆମର ଦ୍ୱିତୀୟ ପ୍ରଶ୍ନ, କବି କାହାକୁ ଚିର ବିପ୍ଳବୀ ଓ ଚିର ମୌନୀ ବୋଲି କହିଛନ୍ତି? କବି କଲମକୁ ଚିର ବିପ୍ଳବୀ ଓ ଚିର ମୌନୀ ବୋଲି କହିଛନ୍ତି। ଏବେ ଆମେ ତୃତୀୟ ପ୍ରଶ୍ନକୁ ଯିବା। ପିଲାମାନେ ଆମର 2 ନମ୍ବର ପ୍ରଶ୍ନ, କାହାର ତନୁ ଦୁର୍ବଳ ବୋଲି କବି କହିଛନ୍ତି? ଉତ୍ତର ହେଉଛି କଲମ। କଲମର ତନୁ ଦୁର୍ବଳ ବୋଲି କବି କହିଛନ୍ତି। 4 ନମ୍ବର ପ୍ରଶ୍ନ, କବି କାହାକୁ ମଡ଼ା ଜାତି ବୋଲି କହିଛନ୍ତି? କେଉଁ ଜାତିକୁ କବି ମଡ଼ା ଜାତି ବୋଲି କହିଛନ୍ତି? ଉତ୍କଳୀୟକୁ କବି ମଡ଼ା ଜାତି ବୋଲି କହିଛନ୍ତି। 5 ନମ୍ବର ପ୍ରଶ୍ନ, କବି କାହା ଦ୍ୱାରା ମୁକ୍ତିର ଦ୍ୱାର ଖୋଲିବା ପାଇଁ କହିଛନ୍ତି?
ପିଲାମାନେ ଏବେ ଆମେ 7 ନମ୍ବର ପ୍ରଶ୍ନକୁ ଯିବା। ପିଲାମାନେ ଆମେ 7 ନମ୍ବର ପ୍ରଶ୍ନ ଦେଖିବା। 7 ନମ୍ବରର ପ୍ରଶ୍ନ ବିଭିନ୍ନ ଧରଣୀ ଋତୁରେ କଣ ବୁଦବୁଦ କରି ମିଳେଇଥାଏ? ଉତ୍ତର ହେଉଛି ସଭ୍ୟତା। ସଭ୍ୟତା ବିଭିନ୍ନ ଧରଣୀ ଋତୁରେ ବୁଦବୁଦ କରି ମିଳେଇଥାଏ। ତାପରେ ପିଲେ 8 ନମ୍ବର ପ୍ରଶ୍ନ ଗୌତମ ଶଙ୍କର ଓ ଯୀଶୁଙ୍କ ବାଣୀକୁ କିଏ ଧରି ରଖିଛି? କଲମ ହିଁ ଗୌତମ ଶଙ୍କର ଓ ଯୀଶୁଙ୍କ ବାଣୀକୁ ଧରି ରଖିଛି। ଉତ୍ତର ହେଉଛି କଲମ। 9 ନମ୍ବର ପ୍ରଶ୍ନକୁ ଯିବା। 9 ନମ୍ବର ପ୍ରଶ୍ନ କିଏ ସର୍ବଦା ସତ୍ୟ ଅହିଂସା ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିପ୍ଳବ କରି ଆସିଛି? ଉତ୍ତର ହେଉଛି କଲମ। କଲମ ହିଁ ସର୍ବଦା ସତ୍ୟ ଅହିଂସା ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିପ୍ଳବ କରି ଆସିଛି। 10 ନମ୍ବର ପ୍ରଶ୍ନ ଯୁଗ ଯୁଗାନ୍ତ ଅନ୍ଧାରକୁ କିଏ ଭେଦ କରିପାରେ? କଲମ ହିଁ ଯୁଗ ଯୁଗାନ୍ତ ଅନ୍ଧାରକୁ ଭେଦ କରିପାରେ। ଉତ୍ତର ହେଉଛି କଲମ। ପିଲାମାନେ ଆଜି ଆମର କବିତାର ସଂକ୍ଷିପ୍ତ ପରିଚୟ ଆଲୋଚନା ଏବଂ ଆଦର୍ଶ ପ୍ରଶ୍ନାବଳୀ ଆଲୋଚନା ସରିଲା। ଆଜିର କ୍ଲାସକୁ ଆମେ ଏଠାରେ ପରିସମାପ୍ତି ଘୋଷଣା କରିବା। ଧନ୍ୟବାଦ।